ଆଧ୍ୟାତ୍ମିକ ଗୁରୁତ୍ୱ ଏବଂ ବିଶ୍ୱାସ ସମାବେଶ ପାଇଁ ପ୍ରସିଦ୍ଧ ପ୍ରୟାଗରାଜର ମହାକୁମ୍ଭ ମେଳା। ଏଠାକୁ ବିଭିନ୍ନ ସ୍ଥାନରୁ ଛୁଟି ଆସନ୍ତି ଲୋକେ। କିଏ ବୁଡ଼ ପକାଇବା ପାଇଁ ଆସନ୍ତି ତ ଆଉ କିଏ ନିଜ ବ୍ୟବସାୟ ପାଇଁ। ମହିଳାମାନେ ବୁଲି ବୁଲି ନିଜର ଜିନିଷ ବିକ୍ରି କରନ୍ତି, ଯେମିତି ଫୁଲଠାରୁ ଆରମ୍ଭ କରି ଘର ସାମଗ୍ରୀ ପର୍ଯ୍ୟନ୍ତ। ଏବଂ ଶରୀରରେ ମହିଳା ବ୍ୟବହାର କରୁଥିବା ସବୁକିଛି ଜିନିଷ ବୁଲି ବୁଲି ବେପାର କରାଯାଇଥାଏ। ହେଲେ ଏବେ ଜଣେ ସୁନ୍ଦରୀର ଫଟୋ ଭାଇରାଲ ହେଉଛି, ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତାଙ୍କ ଆଖି ଯେପରି ନୀଳନୟନା ଓ ବସକୁ ଦେଖିଲେ କେହି ନା କେହି ତାଙ୍କ ପାଖରେ ଅଟକି ଯାଉଛନ୍ତି। ସେ ଜଣେ ମାଳା ବିକ୍ରେତା, ଯାହାଙ୍କ ଆକର୍ଷଣୀୟ ସୌନ୍ଦର୍ଯ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ତ୍ରିବେଣୀ ସଙ୍ଗମରେ ଆଧ୍ୟାତ୍ମିକ ଉତ୍ସବ ମଧ୍ୟରେ ଯେଉଁଠାରେ ଭକ୍ତମାନେ ସେମାନଙ୍କର ପାପ ସଫା କରିବା ପାଇଁ ଏକାଠି ହୁଅନ୍ତି। ଇନ୍ଦୋରରେ ଏହି ଯୁବତୀ ଇଣ୍ଟରନେଟରେ ଏବେ ଭାଇରାଲ ହେବା ଲାଗିଛନ୍ତି। ପ୍ରୟାଗରାଜ ମହାକୁମ୍ଭରେ ସୁନ୍ଦରୀ ମାଳ ବିକୁଛନ୍ତି। ଜଣେ ବ୍ଲଗର ତାଙ୍କ ଶାନ୍ତ ଆଚରଣକୁ କଏଦ କରିଛନ୍ତି, ଯେତେବେଳେ ସେ ଗହଳିପୂର୍ଣ୍ଣ ଭିଡ଼ ମଧ୍ୟରେ ରୁଦ୍ରାକ୍ଷ ମାଳ ବିକ୍ରି କରୁଛନ୍ତି। ତାଙ୍କର ଶାନ୍ତ ହସ୍ତ ଏବଂ ସ୍ଥିର ଭାବନା ତାଙ୍କ ଆକର୍ଷଣରେ ଏକ ପ୍ରାୟ ରହସ୍ୟମୟ ଗୁଣ ଯୋଡ଼ିଛି। ଭିଡ଼ିଓର ମନ୍ତବ୍ୟ ବିଭାଗ ପ୍ରଶଂସାରେ ବୁଡ଼ି ରହିଛି। ବ୍ୟବହାରକାରୀମାନେ ଲେଖିଛନ୍ତି, ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି, ତାଙ୍କ ଆଖି ମନ୍ତ୍ରମୁଗ୍ଧ କରୁଛି ଏବଂ ଅଗଣିତ ହୃଦୟ ଇମୋଜି। ତାଙ୍କ ସୌନ୍ଦର୍ଯ୍ୟ ପ୍ରତି ଇଣ୍ଟରନେଟର ଆକର୍ଷଣ ସ୍ପଷ୍ଟ, କାରଣ ଲକ୍ଷ ଲକ୍ଷ ଲୋକେ ତାଙ୍କ ଭିଡ଼ିଓ ଦେଖିଛନ୍ତି, ସେଥିରେ ସେ ମନ୍ତବ୍ୟ ଦେଇଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକ ହୃଦୟସ୍ପର୍ଶୀ ପ୍ରଶଂସାରେ ପରିପୂର୍ଣ୍ଣ। ଅନେକ ତାଙ୍କ କଜଳାଳି ଆଖି ଏବଂ ଉଜ୍ଜ୍ୱଳ ହସକୁ ପ୍ରଶଂସା କରୁଛନ୍ତି। ଆଧ୍ୟାତ୍ମିକ ବ୍ୟକ୍ତିତ୍ୱମାନେ ସ୍ପଟଲାଇଟ୍ ଚୋରି କରନ୍ତି। ମାଳା ବିକ୍ରେତାଙ୍କ ସୌନ୍ଦର୍ଯ୍ୟ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ମହାକୁମ୍ଭ ମଧ୍ୟ ଅନ୍ୟାନ୍ୟ ଆକର୍ଷଣୀୟ ବ୍ୟକ୍ତିତ୍ୱଙ୍କ ଘର। ସେମାନଙ୍କ ମଧ୍ୟରେ ବାବା ଅଭୟ ସିଂହ ଆଇଆଇଟି ବାବା ଭାବରେ ପ୍ରସିଦ୍ଧ, ଯାହାଙ୍କ ଯାତ୍ରା ଭିନ୍ନ ଭିନ୍ନ ଦେଶରେ ଯେଉଁଠି ସାଧୁ ସନ୍ଥ ଭାଇରାଲ ହେଉଛନ୍ତି, ସେଇଠି ଏହି ଯୁବତୀ ନିଜ ସୁନ୍ଦର ଆଖି ପାଇଁ ଖୁବ୍ ଭାଇରାଲ ହେବା ଲାଗିଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି, ଯୁବତୀ ଜଣକ ମହାକୁମ୍ଭରେ ମାଳ ବିକୁଛନ୍ତି। ଯୁବତୀ ଜଣକ କେଉଁଠୁ ଆସିଛନ୍ତି ଆଉ କ'ଣ ପାଇଁ ଏତେ ଚର୍ଚ୍ଚା ତାଙ୍କୁ ନେଇ? ଯୁବତୀ ଜଣକ ଇନ୍ଦୋରରୁ ଆସିଛନ୍ତି। ମହାକୁମ୍ଭରେ ବୁଲି ବୁଲି ରୁଦ୍ରାକ୍ଷ ମାଳ ବିକୁଛନ୍ତି। ଯୁବତୀ ଜଣକ ତାଙ୍କ ନାମ ମୋନାଲିସା ବୋଲି କହିଛନ୍ତି। ଏହି ସାଧାରଣ ଯୁବତୀଙ୍କ ଆଖିକୁ ଲୋକେ ଖୁବ୍ ତାରିଫ କରୁଛନ୍ତି। କେବଳ ନିଜ ସୁନ୍ଦର ଆଖି ପାଇଁ ଯୁବତୀ ଜଣକ ଖୁବ୍ ଭାଇରାଲ ହେବା ଲାଗିଛନ୍ତି। ଯୁବତୀଙ୍କଠୁ ଲୋକେ ମାଳ କିଣିବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରୁଛନ୍ତି। ତେଣୁ ମହାକୁମ୍ଭରେ ମୋନାଲିସା ସହ ଆହୁରି ମଧ୍ୟ ଅନେକ ଝିଅ ବୁଲି ବୁଲି ମାଳ ବିକ୍ରି କରୁଛନ୍ତି, ଯେଉଁମାନେ ଇନ୍ଦୋରରୁ ଆସିଥିବା କହିଛନ୍ତି। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।